ଚେତନ ଶକ୍ତିଟା ସିଏ କଣ କରେ ଚିତ୍ ବଳ ରୂପରେ ଚତୁର୍ଥ ପରିସରରେ ଥାଏ। ସେ yes, ଚତୁର୍ଥ ପରିସରରୁ ସିଏ କଣ କରେ ନା ତୃତୀୟ ପରିସରକୁ ଆସେ। ଯେତେବେଳେ ପଦାର୍ଥ ସୃଷ୍ଟି ହୁଏ ସେ ତୃତୀୟ ପରିସରକୁ ଆସେ। ତୃତୀୟ ପରିସରରେ ପ୍ରତ୍ୟେକ ପଦାର୍ଥ ଅଣୁ ପରମାଣୁ ଆଉ ତଥା ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ତୃତୀୟ ପରିସରରେ ସେ ନିଷ୍କ୍ରିୟ ରୂପରେ ରହିଥାଏ, ପୁରା ନିଷ୍କ୍ରିୟ ଇନଆକ୍ଟିଭ ହେଇକି ରହିଥାଏ। କିନ୍ତୁ ପ୍ରାଣୀ ଶରୀରରେ ସେ ଆକ୍ଟିଭ ହୁଏ। ହିଟ୍ ଏନର୍ଜି ଆସେ କେମିତି ନା ଯେତେବେଳେ ଆମର ଭାର୍ଚୁଆଲ ଫୋଟନ ସୃଷ୍ଟି ହୁଏ, ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ପଦାର୍ଥ ସୃଷ୍ଟି ହୁଏ ଆମର ଇଲେକ୍ଟ୍ରୋନିକ ଫିଲ୍ଡ, କ୍ୱାଣ୍ଟମ ଫିଲ୍ଡ, ଇଲେକ୍ଟ୍ରନ ସବୁ ପ୍ରକାର ଫିଲ୍ଡ ସୃଷ୍ଟି ହୁଏ ଯେତେବେଳେ ବିଶ୍ୱରେ, ସେଇ ସୃଷ୍ଟି ଦେହରେ ସେ କଣ ହୁଏ ନା ଗୋଟେ ଭାର୍ଚୁଆଲ ଫୋଟନ ନାମକ ଗୋଟେ ପଦାର୍ଥ ସୃଷ୍ଟି ହୁଏ। ସେ ଭାର୍ଚୁଆଲ ଫୋଟନଟା ହଉଛି ଗୋଟେ ଶକ୍ତି କଣିକା, ଯୋଉ ଶକ୍ତି କଣିକା ସବୁବେଳେ ଅହରହ ସେ ସ୍ପନ୍ଦିତ। ତେଣୁ ସେଟାକୁ ଆଧ୍ୟାତ୍ମିକରେ କୁହନ୍ତି ଆକାଶ। ଆକାଶର ଧର୍ମ ହେଲା ଶବ୍ଦ ବା ସ୍ପନ୍ଦନ। ସେଇ ଯୋଉ ଭାର୍ଚୁଆଲ ଫୋଟନ ସିଏ କଣ ହୁଏ ନା ଧୀରେ ଧୀରେ ପରିବର୍ତ୍ତିତ ହେଇକି ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନରେ ପରିଣତ ହୁଏ। ଆଚ୍ଛା ଇଲେକ୍ଟ୍ରନ ପ୍ରୋଟନ ନ୍ୟୁଟ୍ରନ ଯେତେବେଳେ ମିଶି ଯାଆନ୍ତି ସିଏ କଣ ନା ଅଣୁ ପରମାଣୁ ସୃଷ୍ଟି ହୁଅନ୍ତି। ଆଉ ହଁ ମଲିକୁଲ ଯେତେବେଳେ ମଲିକୁଲ ସୃଷ୍ଟି ହୁଏ ତାପରେ କଣ ହୁଏ ନା ତା ଦେହରୁ ଭାଇବ୍ରେସନ ଜାତ ହୁଏ, ଫ୍ରିକ୍ସନ ଜାତ ହୁଏ। ମଲିକୁଲ ସୃଷ୍ଟି ହେଲେ ଫ୍ରିକ୍ସନ ଜାତ ହୁଏ। ଫ୍ରିକ୍ସନ ଜାତ ହେଲେ ତାପରେ ଯାଇ ହିଟ୍ ସୃଷ୍ଟି ହୁଏ। ହିଟ୍ ଯେତେବେଳେ ସୃଷ୍ଟି ହୁଏ, ହିଟ୍ ର ଧର୍ମ ହେଲା ହିଟ୍ କଣ ତା ସ୍ୱଧର୍ମ ବଳରେ ସେଇ ଯୋଉ ଗ୍ୟାସ ମଲିକୁଲ ଗୁଡାକୁ ଗ୍ୟାସ ମଲିକୁଲ ହିଟ୍ ସୃଷ୍ଟି ହୁଏ। ସୃଷ୍ଟି ହେଇଥିଲା ପରେ ଗ୍ୟାସ ମଲିକୁଲକୁ କଣ କରେ ନା ସଂକୁଚିତ କରିକି ଲିକ୍ୱିଡ କରିଦିଏ। ଲିକ୍ୱିଡ କଲା ପରେ ଲିକ୍ୱିଡ ପୁଣି କଣ କରେ ନା କଠିନ କରିଦିଏ, ସଲିଡ କରିଦିଏ। ତେଣୁ ସଲିଡ ଲିକ୍ୱିଡ ହିଟ୍ ଆଣ୍ଡ ଗ୍ୟାସ ତା ଛଡା ଭାର୍ଚୁଆଲ ଫୋଟନ ବା ସ୍ପନ୍ଦନ ଭାଇବ୍ରେସନ, ଭାଇବ୍ରେସନ ହିଟ୍, ଭାଇବ୍ରେସନ ଗ୍ୟାସ, ହିଟ୍, ଲିକ୍ୱିଡ ଏଣ୍ଡ ସଲିଡ, ଏଇ ପାଞ୍ଚଟି ହଉଛି ପଦାର୍ଥର ପ୍ରାକୃତିକ ବା ଭୌତିକ ଅବସ୍ଥା। ଏଇ ଭୌତିକ ଅବସ୍ଥା ଯେତେବେଳେ ସୃଷ୍ଟି ହୁଏ ତାପରେ ଯେତେବେଳେ ବିଶ୍ୱ ପୃଥିବୀ ପୃଷ୍ଠରେ ସୃଷ୍ଟି ହୁଏ, ପ୍ରାଣୀ ସୃଷ୍ଟି ହୁଏ, ଏଇ ହିଟ୍ ଟା କଣ ହୁଏ ସେଠି ଗୋଟେ ପ୍ରଧାନ ରୋଲ କରେ ପ୍ରକୃତି ଦ୍ୱାରା। ତେଣୁ ପ୍ରାଣୀ ଶରୀର ଭିତରେ ହିଟ୍ ତ ସବୁଆଡେ ଅଛି, ଏୟାର ତ ସବୁଆଡେ ଅଛି। ତେଣୁ ଏୟାର ଆଉ ହିଟ୍ ଆଉ ଲାଇଟ୍ ଏଇ ତିନୋଟି ଜିନିଷକୁ ଧାରଣ କରିକିରି କଣ ହୁଏ ନା ଆମର ଚେତନ ବଳ ଚତୁର୍ଥ ପରିସରରୁ ତୃତୀୟ ପରିସର ଅଟୋମେଟିକ ପ୍ରକାଶ ପାଏ। କିନ୍ତୁ ସେଇ ଅଟୋମେଟିକ ଟା କେବଳ ମାନେ ଆନିମଲ ସେଲ ପ୍ରକାଶ ପାଏ, ଅନ୍ୟ କୋଉଠି ପ୍ରକାଶ ପାଇପାରେ ନା। ଏମିତି ଗୋଟେ ଆନିମଲ ସେଲ ମାଧ୍ୟମ ଗୋଟେ ମାଧ୍ୟମ ତା ଦେହରେ ସେ ଅଟୋମେଟିକ ପ୍ରକାଶ ପାଏ। ଯେମିତି ଗୋଟେ ବିଦ୍ୟୁତ ଶକ୍ତିରେ ଗୋଟେ ତାର ସଂଗ୍ରହ କରିଦେଲେ ଧାତବ ତାର ଦେଇଦେଲେ ସେ ଅଟୋମେଟିକ କରେଣ୍ଟ ଫ୍ଲୋ କରିବ। ଠିକ ସେଇମିତି ପ୍ରାଣୀ ଶରୀର ଗଠିତ ହେଲେ ଅଟୋମେଟିକ ତୃତୀୟ ପରିସରରେ ଆସି ସେ ଆକ୍ଟିଭେଟେଡ ହେଇଯାଉଛି। କି ସେ ଚେତନ ବଳ ପ୍ରକାଶିତ ହଉଛି ଆଉ। ହଁ, ସେଇ ଚେତନ ବଳ ଯେତେବେଳେ ପ୍ରକାଶିତ ହଉଛି ସିଏ କଣ କରୁଛି, କେମିତି ପ୍ରକାଶିତ ହଉଛି ନା ପ୍ରଥମେ ହିଟ୍ ଅବଲମ୍ବନରେ ହିଟ୍ ର ପ୍ରକୃତି କି ବହନ କରିକିରି ସେ ଆଲୋକ କଣିକାରେ ମିଶୁଛି। ଆଲୋକ କଣିକାରେ ମିଶିକିରି ସିଏ କଣ ହଉଛି ନା ଭିନ୍ନ ଭିନ୍ନ ରଙ୍ଗରେ ପରିଣତ ହଉଛି। ସେ ରଙ୍ଗକୁ କଳା କୁହାଯାଏ। ତେଣୁ ସେଇ ଯୋଉ ରଙ୍ଗ ଗୁଡିକ ତରଙ୍ଗ ଆଲୋକ ତରଙ୍ଗ ସୃଷ୍ଟି ହଉଛି, ପ୍ରତ୍ୟେକ ତରଙ୍ଗର ଗୋଟେ ଇଣ୍ଡିଭିଜୁଆଲ ଭାଇବ୍ରେସନ ଅଛି, ବୁଝିପାରିଲେ ନା। ସେଇ ଇଣ୍ଡିଭିଜୁଆଲ ଭାଇବ୍ରେସନ ର ଆମର ପଞ୍ଚସଖା ସାଧକ ମାନେ ଗୋଟେ ସ୍ୱତନ୍ତ୍ର ରୂପରେ ନାଁ ଦେଇଛନ୍ତି। ମୁଁ ଗୋଟେ ଉଦାହରଣ ଦଉଛି ଯେ ଆମର ମୂଳାଧାର ଚକ୍ରରେ ଯୋଉ ସ୍ପନ୍ଦନ ସୃଷ୍ଟି ହଉଛି, ଚାରିଟା ସ୍ପନ୍ଦନ ସୃଷ୍ଟି, ଚାରିଟା କଳା, ସେ ଚାରି କଳାରେ ଚାରି ପ୍ରକାର ସ୍ପନ୍ଦନ ସୃଷ୍ଟି ହଉଛି। ସେଇ ସ୍ପନ୍ଦନକୁ କୁହାଯାଏ ବଙ୍ଗ ସଙ୍ଗ ସଙ୍ଗ ସଙ୍ଗ। ଲିଙ୍ଗ ଚକ୍ରରେ ତାଙ୍କ ନାଁ ସେମାନେ ଦେଇଛନ୍ତି ଆଉ। ତେଣୁ ଲିଙ୍ଗ ଚକ୍ରରେ ସେ ଯୋଉ 6ଟା ଭାଇବ୍ରେସନ ହଉଛି ବଙ୍ଗ ଭଙ୍ଗ ମଙ୍ଗ ଜଙ୍ଗ ରଙ୍ଗ ଲଙ୍ଗ। ଆମର ନାଭି ଚକ୍ରରେ ଆମର 10ଟା ସ୍ପନ୍ଦନ ହଉଛି ଡଫ ଡଙ୍ଗ ଢଙ୍ଗ ଡଙ୍ଗ ଟଙ୍ଗ ଠଙ୍ଗ ଡଙ୍ଗ ଢଙ୍ଗ ନଙ୍ଗ ପଙ୍ଗ ଫଙ୍ଗ। ହୃଦୟ ଚକ୍ରରେ କଠ କଙ୍ଗ ଖଙ୍ଗ ଗଙ୍ଗ ଘଙ୍ଗ ୱଙ୍ଗ ଚଙ୍ଗ ଚଙ୍ଗ ଜଙ୍ଗ ଜଙ୍ଗ ୟଙ୍ଗ ଟଙ୍ଗ ଠଙ୍ଗ। ଆମର କଠ ଚକ୍ରରେ ସ୍ୱରାଣାଙ୍ଗ ଅଙ୍ଗ ଆଙ୍ଗ ଇଙ୍ଗ ଇଙ୍ଗ ଉଙ୍ଗ ଉଙ୍ଗ ରୁଙ୍ଗ ରୁଙ୍ଗ ଲୁଙ୍ଗ ଲୁଙ୍ଗ ଏଙ୍ଗ ଐଙ୍ଗ ଓଙ୍ଗ ଓଙ୍ଗ ଅଙ୍ଗ। 16ଟା। ଲଲାଟ ଚକ୍ରରେ ହଙ୍ଗ ଏବଂ କ୍ଷଙ୍ଗ। ଏଇ 50ଟା ଶବ୍ଦ ବା ଭାଇବ୍ରେସନ ସେ ସୃଷ୍ଟି ହଉଛି, ଆକୁ ବୀଜ ମନ୍ତ୍ର କୁହାଯାଏ। ଏ 50ଟା ବୀଜ ସେ ଜାଗାରେ 50 ଜାଗାରେ ଭାଇବ୍ରେଟ ହଉଛି। ହେଲେ ମଧ୍ୟ ସେଇ ବୀଜ ଗୁଡିକ ଯେ ମେରୁଦଣ୍ଡ ଭିତରେ ଥିବା ଯୋଉ ପଦ୍ମ ଅଛି ସେଠି ସିଏ କ୍ରିୟାଶୀଳ ହେଇପାରେ ନାହିଁ।
କାରଣ ଯେହେତୁ ସେ ବାୟୁ ମାଧ୍ୟମକୁ ଆସିପାରେ ନାହିଁ, ସେ କ୍ରିୟାଶୀଳ ହୁଏ କେମିତି ନା ଆମର ନର୍ଭସ ସିଷ୍ଟମକୁ ସେ ଆକ୍ଟିଭେଟ କରେ। ଆଜ୍ଞା ଆଚ୍ଛା, ଚକ୍ର ଆମ ଦେହ ସମ୍ମୁଖରେ ଯିଏ ରହିଛି ଚକ୍ର ରହିଛି, ସେଠି ସେ କଣ କରେ ନା ବାୟୁ କଣିକାକୁ ଆକ୍ଟିଭେଟ କରେ। ଯେତେବେଳେ ବାୟୁ ଆଜ୍ଞା କଣିକାକୁ ସେ ଆକ୍ଟିଭେଟ କରେ ସେତେବେଳେ କଣ ହୁଏ ନା ଚିତ୍ ସ୍ପନ୍ଦନଟା ସେ କଣ ହୁଏ ନା ଅଚିତ୍ ସ୍ପନ୍ଦନରେ ପରିଣତ ହୁଏ, ଜଡ଼ ସ୍ପନ୍ଦନରେ ପରିଣତ ହୁଏ। ସେଇ ଜଡ଼ ସ୍ପନ୍ଦନ ଗୁଡିକ ଧୀରେ ଧୀରେ ଆସିକି କଣ ହୁଏ ନା ମାତ୍ରା ଶକ୍ତିରେ ପରିଣତ ହୁଏ, ତାପରେ ବର୍ଣ୍ଣ ଶକ୍ତିରେ ପରିଣତ ହୁଏ, ଯୋଉଟା କି ଆମେ ଶୁଣନ୍ତି ଜାଣନ୍ତି କଥା କୁହନ୍ତି। କିନ୍ତୁ ସେଇ ଯୋଉ ଚିତ୍ ସ୍ପନ୍ଦନ, ସେଇ ଚିତ୍ ସ୍ପନ୍ଦନ ହୃଦ ଚକ୍ରରେ କଣ ହୁଏ ନା ତିନିଟା ଭାଗରେ ବିଭକ୍ତ ହୁଏ। କଣ? ଗୋଟେ ବିନ୍ଦୁ ଶକ୍ତି, ଗୋଟେ ରଜ ଶକ୍ତି, ଆଉ ଗୋଟେ ହଉଛି ଧାତୁ ଶକ୍ତି। ଏ ତିନିଟା ଶକ୍ତି କଣ ହୁଏ ମିଶିକିରି ଧାତୁ ଶକ୍ତିଟା ସ୍ପନ୍ଦନ କଳା ଶକ୍ତି, ସେଇଟା ହଉଛି ଓକାର। ଆମର ଅର୍ଦ୍ଧମାତ୍ରା ହଉଛି ରଜ ଶକ୍ତି ଅର୍ଦ୍ଧମାତ୍ରା, ବିନ୍ଦୁ ଶକ୍ତି ହଉଛି ବିନ୍ଦୁ। ତେଣୁ ବିନ୍ଦୁ, ଅର୍ଦ୍ଧମାତ୍ରା, ଓକାର ଏଇ ତିନିଟା ସିମ୍ବଲରେ ଆମେ ଆମ ଅଙ୍ଗ ଭାରତୀୟ ଦାର୍ଶନିକ ମାନେ ସେ ତିନିଟା ଶକ୍ତିକୁ ତିନି ପ୍ରକାର ସିମ୍ବଲ ଦେଇଛନ୍ତି। ଗୋଟେ ବିନ୍ଦୁ, ଗୋଟେ ଅର୍ଦ୍ଧମାତ୍ରା, ଗୋଟେ ଓକାର ସିମ୍ବଲ ଦିଆହେଇଛି, କିନ୍ତୁ ତାର ମୂଳକ ତତ୍ଵ ହଉଛି ଏଇଆ। ବାବା ଏଇଠି ଆଉ ଗୋଟେ ଜିନିଷ ରହିଲା, ଆପଣ ଯୋଉ କହିଲେ ଚିତ୍ ଶକ୍ତିଟା ଅଚିତ୍ ଶକ୍ତିରେ ପରିଣତ ହୁଏ, ହଁ, ସେଇଟାକୁ କେମିତି ଆମେ କହିପାରିବା କି କେମିତି ପରିଣତ ହୁଏ ଚିତ୍ ଶକ୍ତିଟା ଅଚିତ୍ ଚିତ୍ ଶକ୍ତି? ଶକ୍ତିଟା ଅଚିତ୍ ଶକ୍ତିରେ କେମିତି ପରିଣତ ହୁଏ, ଆଜ୍ଞା ଏଇଆ ତ। ହଁ, ସେଇ ଆଜ୍ଞା ସେଇ ସେଇ ଶକ୍ତିର କୋଉଠି ହଉଛି ଚିତ୍ ଶକ୍ତି ଯେତେବେଳେ ସ୍ୱତନ୍ତ୍ର ରୂପରେ ରହିବ ସିଏ ତାର ଚିତ୍ ଶକ୍ତି ରୂପରେ ରହିବ। କିନ୍ତୁ ଆଜ୍ଞା ଯେତେବେଳେ ଜଡ଼ ପଦାର୍ଥକୁ ଆଶ୍ରୟ କରିବ ସେତେବେଳେ ସେ ଅଚିତ୍ ଶକ୍ତିରେ ପରିଣତ ହେବ। ଅଚିତ୍ ଧର୍ମକୁ ଧାରଣ କଲେ ଅଚିତ୍ ଶକ୍ତିରେ ପରିଣତ ହେଇଯିବ। ଅଚିତ୍ ଧର୍ମ କିଏ? ସେ ନା ଗୋଟେ ଶୀତଳ, ଉଷ୍ଣ, ଧନ। ଏଇ ତିନିଟା ମାନେ ଯେହେତୁ ହିଟଟା ହଉଛି ଜଡ଼ ଶକ୍ତି, ତାର ଆଜ୍ଞା ଧର୍ମଟା ହଉଛି ଜଡ଼ ଧର୍ମ। ଶୀତଳତା, ଆଜ୍ଞା ଉଷ୍ଣତା, ଧନ। ସେ ଜଡ଼ ଧର୍ମକୁ ଯେତେବେଳେ ସେ ବହନ କରେ ତୃତୀୟ ପରିସରରେ ଆସିକି, ଚତୁର୍ଥ ପରିସରରେ ସେ ଚିତ୍ ବଳ ରୂପରେ ଥାଏ। ତୃତୀୟ ପରିସରକୁ ଯେତେବେଳେ, କାହିଁକି ନା ହିଟଟା ତୃତୀୟ ପରିସରରେ ଅଛି ତ, ସେ ଚତୁର୍ଥ ପରିସରରେ ନାହିଁ। ତେଣୁ ହିଟରେ ଯୋଉ ତୃତୀୟ ପରିସରରେ ଯୋଉ ତିନିଟା ଧର୍ମ ରହିଲା ପ୍ରପର୍ଟି, ସେଇ ଯୋଉ ଆଜ୍ଞା ରହିଲା ତିନିଟା ପ୍ରପର୍ଟି ହେଲା, ସେଇ ପ୍ରପର୍ଟିକି ଯେତେବେଳେ ସିଏ ବହନ କଲା, ବହନ କରିକିରି ସିଏ କଣ କଲା ନା ଆଲୋକ କଣିକା ଏବଂ ତାକୁ ଯେତେବେଳେ ସେ ଧାରଣ ବହନ କଲା ଏବଂ ତାରି ମାଧ୍ୟମରେ ସେ ପ୍ରକାଶ ପାଇଲା। ଯେମିତି ଆମର ବଲ୍ ମାଧ୍ୟମରେ କରେଣ୍ଟ ପ୍ରକାଶ ପାଉଛି, କରେଣ୍ଟଟା ଆଜ୍ଞା ଆଲୋକ ଦଉଛି କେବଳ ବଲ୍ ମାଧ୍ୟମରେ, କିନ୍ତୁ ଆଜ୍ଞା ସ୍ୱତନ୍ତ୍ର ହିସାବରେ ସେ ଆଲୋକ ଦେଇପାରିବନି। ସେମିତି ଚିତ୍ ଆଜ୍ଞା ବଳ ସ୍ୱତନ୍ତ୍ର ହିସାବରେ ପ୍ରକାଶ ପାଇପାରିବନି, ତାହାର ମାଧ୍ୟମଟା ହଉଛି ତାପ ଏବଂ ଆଲୋକ। ଏ ତାପ ଆଜ୍ଞା ଆଲୋକ ମାଧ୍ୟମରେ ସିଏ କଣ ହୁଏ ନା ଚିତ୍ ରୁ ଅଚିତ୍ କି ପରିବର୍ତ୍ତିତ ହୁଏ। ଆଜ୍ଞା ଏଇଟା ମୋର ସ୍ୱ ଅନୁଭୂତି ଏବଂ ବହୁ ଦିନର ଇଏ ଅନୁସନ୍ଧାନ। ତେଣୁ ଅଚିତ୍ ହଉଛି କେମିତି? କାହିଁକି ନା ଆମର ଭାଗବତରେ ଏକାଦଶ ସ୍କନ୍ଧରେ ଗୋଟେ କଥା ରହିଛି, ଅହଙ୍କାର ସ୍ତରଟା ହଉଛି ଚିଦ ଚିନ୍ମୟ। ଆଜ୍ଞା ସେଇଟାକୁ ମୁଁ ଚିଦ ଚିନ୍ମୟ ମାନେ ଚିତ୍ ଅଚିତ୍ ମୟ। ତାର ନାଁ ଆଜ୍ଞା ଦେଇଛନ୍ତି ସେମାନେ ଭୂତାଦି। ତା ନାଁ ଆଜ୍ଞା ଦେଇଛନ୍ତି ଭୂତାଦି, କିନ୍ତୁ ମୁଁ ତା ନାଁ ଦେଇଛି ବ୍ଲୁ ଫିଲ୍ଡ। ବ୍ଲୁ ଫିଲ୍ଡ ଆଜ୍ଞା କଣ? ଯେ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେବେଳେ ପଦାର୍ଥ ଗୁଡିକ ସବୁ ନଷ୍ଟ ହେଇଯାଆନ୍ତି, ଧ୍ୱଂସ ହେଇଯାଆନ୍ତି, ସିଏ କଣ କରେ ନା କ୍ୱାଣ୍ଟମ ଫିଲ୍ଡ ଆଉ ଯୋଉ ଅନ୍ୟାନ୍ୟ ଫିଲ୍ଡ ଗୁଡାକ ଅଛି, ସେ ସବୁ ଗୁଡାକ ଫିଲ୍ଡ ଡେଷ୍ଟ୍ରୟ ହେଇକି ଯାଇ ବ୍ଲୁ ଫିଲ୍ଡରେ ପରିଣତ ହେଇଯାଆନ୍ତି। ବ୍ଲୁ ଆଜ୍ଞା ଫିଲ୍ଡ କି କୁହାଯାଏ ଭୂତାଦି। ତାକୁ ଆମେ ଅହଙ୍କାର ବୋଲି କହିବା ଦର୍ଶନ ଭାଷାରେ, କିନ୍ତୁ ମୋ ଭାଷାରେ ହଉଛି ବ୍ଲୁ ଫିଲ୍ଡ। କାହିଁକି ବାବା କାହିଁ ଆର ନାଁ ବ୍ଲୁ ଫିଲ୍ଡ ଦେଲେ? ହଁ, ବ୍ଲୁ ଫିଲ୍ଡ ଦେବାର କାରଣ ହଉଛି କଣ? ଯେ ଅହଙ୍କାରରେ ମନ ଶକ୍ତି ହଉଛି ଶକ୍ତିର ହଉଛି ବାସସ୍ଥାନ ହଉଛି ଅହଙ୍କାରରେ। ଆଜ୍ଞା ଆଚ୍ଛା, ମନ ଶକ୍ତିର ଆମର ଭାଗବତ ପ୍ରମାଣ ମୁଁ ଦେଇଦେବି। ଭାଗବତ 15 ଲେଖା ଅଛି, ମନର ବର୍ଣ୍ଣ ହେଲା ଶାରଦେନ୍ଦୀ ବଳଶ୍ୟାମ। ଶାରଦେନ୍ଦୀ ବରଶ୍ୟାମ, ଶରତ କାଳର ନୀଳ କଇଁ ସଦୃଶ ଶ୍ୟାମଳ ବର୍ଣ୍ଣ ହଉଛି ମନର। ସେଥିପାଇଁ ମୁଁ ଅହଙ୍କାରକୁ ଦେଲି ବ୍ଲୁ ଫିଲ୍ଡ। ଆଚ୍ଛା, ତାର ଶ୍ୟାମଳ କଲର ଯେହେତୁ କହୁଛନ୍ତି ସେଇଥିପାଇଁ ବ୍ଲୁ ତାକୁ ଫିଲ୍ଡ। ବ୍ଲୁ ଫିଲ୍ଡ ଦିଆହେଲା। ପ୍ରଶ୍ନ ମୁଁ ପୁଣି ପ୍ରମାଣ ଦେବି ନା, ନହେଲେ ହବ କେମିତି? ହୁଁ ତାପରେ ମହତତ୍ଵକୁ କହିବା ମାନେ ରେଡ୍ ଫିଲ୍ଡ। ଅହଙ୍କାର ଯେତେବେଳେ ଭାଙ୍ଗିଯାଏ, ସେ ଟୋଟାଲ ଚେତନ ଫିଲ୍ଡ ଗୋଟେ ଅଛି। ଏଇଟା ଅହଙ୍କାରଟା ହେଲା ଜଡ ଚେତନର ମିଶ୍ରିତ ଚିଦ ଚିନ୍ମୟ ଫିଲ୍ଡ, କିନ୍ତୁ ମହତତ୍ଵ ହେଉଛି ଚିତ୍ ଫିଲ୍ଡ। ସେ ସୁଧ କନସସ୍ ଫିଲ୍ଡ। ସେଟା ସେଇ ଆଜ୍ଞା କନସସ୍ ଫିଲ୍ଡ ଯୋଉ ମହତତ୍ଵ ରହିଲା, ତାହାର ବର୍ଣ୍ଣଟା ହଉଛି କଣ ନା ଗୋଲ୍ଡେନ, ଆଚ୍ଛା ସ୍ୱର୍ଣ୍ଣ କଲର। କାହିଁକି ସ୍ୱର୍ଣ୍ଣ ଆଚ୍ଛା କଲର ଆମେ କହିବା ନା, ଆମର ଶାସ୍ତ୍ରରେ ଲେଖା ହେଇଛି ଯେ ଯୋଉ ଜାଗାରୁ
प्राणी माने सब उत्पन्न हुंती सी हूँ विश्वर गोटे गर्भ ता नाटा है हिरण्य गर्भ गर्भ प्राणी हिरण्यगर्भ हाँ हिरण्य गर्भ हिरण्य मान हूँ सुना बा गोल्डन आज्ञा आज्ञा तेणु ब्लू फिल्ड पर से जो महत्व रहा ता ना है गोल्डन फिल्ड। गोल्डन फील्ड हाँ अच्छा गोल्डन फिल्ड पर हूँ व्हाइट फिल्ड। व्हाइट फिल्ड कौन ना गोल्डन आउ ब्लू ये जो मर्ज कर जाती से आउ किसी रहे ना कला रहे ना जी कला रहे ना से तीन गुणर साम्यावस्था तीन गुण कौन ना सत्व गुण हूँ नील रज गुण हूँ नाली तम गुण हूँ हलदी। विज्ञान कहूँ जे रेड ब्लू एवं येलो यही तीन टा हूँ प्राइमेरी कलर सूर्यंकर ये प्राइमेरी कलर तीन टा सप्त रंग को मिसेदेले धला आलोक होची ये प्राइमेरी कलर को मध्य यदि आम मिसेई दबा ये मध्य धला आलोक हब सुतरां ब्लू रेड आउ येलो ये तीन टा मिसी गले सेटा व्हाइट हो जिवो। आउ गोटे कथा मध्य दर्शन कहूँ तीन गुणर साम्यावस्था को कहते मूल प्रकृति अव्यक्त प्रकृति। तीन गुण किए से ना ब्लू है सत्व गुण रेड है रज गुण येलो है तम गुण यही तीन गुण जो समान अवस्था रहिले मिसी गले तेणु से व्हाइट फिल्ड हो गला अर्थात अव्यक्त प्रकृति।